ପୁରୀ ଜିଲ୍ଲା ସାମନ୍ତରା ବ୍ଲକ ଅନ୍ତର୍ଗତ କାଜିସାହି ବସ୍ତିରେ ରହନ୍ତି ଶେଖର ନୋଳିଆ। ପ୍ରତିଦିନ ଡଙ୍ଗା ସାହାଯ୍ୟରେ ସମୁଦ୍ରରୁ ମାଛ ଆଣି ବଜାରରେ ବିକ୍ରି କରି ନିଜର ପରିବାର ପୋଷଣ କରନ୍ତି। ସେ ପରିବାର କହିଲେ ଶେଖର ବାବୁ ଆଉ ତାଙ୍କ ପତ୍ନୀ ଶାନ୍ତା ମ୍ୟାଡାମ ଏବଂ ତାଙ୍କର ଦୁଇଟି ଝିଅ ନିତା ଆଉ କବିତା। ନିତାକୁ ମାତ୍ର 2 ବର୍ଷ ଆଉ ଗୀତା ବାପାଙ୍କ ସହ ମାଛ ଧରାଧରି କରି ବିକ୍ରି କରିବାରେ ସାହାଯ୍ୟ କରେ। ବଡ଼ ଝିଅ କବିତା ଜନ୍ମରୁ ପୋଲିଓରେ ଆକ୍ରାନ୍ତ। ଏହି କାରଣରୁ ଶେଖର ବାବୁ 7 ରୁ 8 ବର୍ଷ ଧରି ବହୁତ କରଜ କାଳିଆରେ ବୁଡ଼ି ରହିଛନ୍ତି। ମାଛ ବ୍ୟବସାୟରୁ ଯାହା ବି କିଛି ରୋଜଗାର କରନ୍ତି ନିଜର ପରିବାରର ଭରଣ ପୋଷଣ ହେଇଯାଏ। ଶେଖର ବାବୁ ନୋଳିଆ ଜାତିର ହେଲେ କ'ଣ ହେଲା, ସେ କିନ୍ତୁ ମହାପ୍ରଭୁଙ୍କର ବହୁତ ବଡ଼ ଭକ୍ତ। ସବୁଦିନ ସମୁଦ୍ରକୁ ଯିବା ବାଟରେ ଆଞ୍ଜୁଳାରେ ବାଲି ଆଞ୍ଜୁଳିଏ ଧରି ମହାପ୍ରଭୁଙ୍କ ନାମ ନେଇ ଟେକି ଦେଇ ଯାଏ। ମହାପ୍ରଭୁଙ୍କ ଦୟାରୁ ବି ସବୁ କିଛି ଠିକ୍ ଚାଲୁଥାଏ। ଗୋଟେ ଦିନ କ'ଣ ହେଇଛି ନା, ସମୁଦ୍ରକୁ ଯିବା ବାଟରେ ଶେଖର ବାବୁଙ୍କୁ ଗୋଟେ ଶୂନ୍ୟବାଣୀ ଶୁଭିଲା। ଯେମିତିକି କିଏ ଗୋଟେ ତାଙ୍କ କାନରେ ଆସିକି କହିଦେଉଛି, ହେ ଶେଖର, ତୋ ଝିଅ ଆଉ ନାହିଁ ରେ, ତୋ ଝିଅ ଆଉ ନାହିଁ। ଶେଖର ବାବୁ ହଠାତ୍ ବ୍ୟସ୍ତ ବିବ୍ରତ ହୋଇ ଡଙ୍ଗା ଧରି ବାହାରି ପଡ଼ନ୍ତି ଘରକୁ। ଘରକୁ ଆସି ଦେଖନ୍ତି ତ ସ୍ତ୍ରୀ ଆଉ 2 ଝିଅ ଘରେ ନାହାନ୍ତି। ବହୁତ ଖୋଜାଖୋଜି କଲା ପରେ ଜଣେ ପଡ଼ୋଶୀଙ୍କଠୁ ଜାଣିବାକୁ ପାଇଲେ ଯେ ସ୍ତ୍ରୀ ଆଉ ଝିଅ ଆମ୍ବୁଲାନ୍ସରେ ମେଡ଼ିକାଲ ଯାଇଛନ୍ତି। ଶେଖର ବାବୁଙ୍କ ମନକୁ ପାପ ଛୁଉଁଥାଏ। ସେ ଲୁହ ସିଙ୍ଗାଣି ଏକାଠି କରି ଯେତେବେଳେ ମେଡ଼ିକାଲରେ ପହଞ୍ଚନ୍ତି ତ ଜାଣିବାକୁ ପାଇଲେ ଯେ ଝିଅର ହାର୍ଟରେ ଗୋଟେ କଣା ହୋଇଛି। ଡାକ୍ତର ବାବୁଙ୍କ କହିବା କଥା 25 ଦିନ ଭିତରେ ଯଦି ଅପରେସନ ନ କରାଯାଏ ତମ ଝିଅକୁ କେବଳ ମହାପ୍ରଭୁ ହିଁ ରକ୍ଷା କରିପାରିବେ। ଆଉ ଏହି ଅପରେସନ ପାଇଁ ଆପଣଙ୍କୁ 70,000 ଟଙ୍କା ଡିପୋଜିଟ୍ କରିବାକୁ ପଡ଼ିବ। ସେତେବେଳକୁ ଶେଖର ବାବୁଙ୍କୁ ଚଉଦିଗ ଅନ୍ଧାର ଦିଶୁଥାଏ। ପାଟିରୁ ଛେପ ମଧ୍ୟ ଶୁଖି ଯାଉଥାଏ। କ'ଣ କରିବେ ବୋଲି ମୁଣ୍ଡ କାମ କରୁନଥାଏ। ସେତେବେଳକୁ ରାତି ପ୍ରାୟ 11ଟା ବାଜି ସାରିଲାଣି। ତା ପରଦିନ ଶେଖର ବାବୁ ସ୍ତ୍ରୀଙ୍କୁ ଛୁଆଙ୍କ ପାଖରେ ଛାଡ଼ି ଦେଇ ବାହାରି ପଡ଼ନ୍ତି ପଇସାର ବନ୍ଦୋବସ୍ତ କରିବାକୁ। ପରିବାର ବର୍ଗ, କୁଣିଆ ମୈତ୍ର ସବୁଆଡ଼େ ବୁଲି ଆସିଲଣି। ଟଙ୍କାର କିନ୍ତୁ ଯୋଗାଡ଼ ହେଇପାରିଲା ନାହିଁ। ତଥାପି ଶେଖର ବାବୁ ଧୈର୍ଯ୍ୟ ଧରି ବାହାରି ପଡ଼ନ୍ତି ସମୁଦ୍ର ଭିତରକୁ ମାଛ ଧରିବା ପାଇଁ। ସେତେବେଳକୁ ରାତି ପାଖାପାଖି 9ଟା ବାଜିଗଲାଣି। ଏପଟେ ପ୍ରବଳ ବର୍ଷା ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ସରକାର ମନା କରିଛନ୍ତି ସମୁଦ୍ର ଭିତରକୁ ଯିବା ପାଇଁ। ଶେଖର ବାବୁ କିନ୍ତୁ ଆଗ ପଛ ବିଚାର ନ କରି ଡଙ୍ଗା ଧରି ପଶିଗଲେ ସମୁଦ୍ର ଭିତରକୁ। ସେ ସମୟରେ ଢୁ ଢୁ ବର୍ଷା ହେଉଥାଏ। ବିଜୁଳି ଯେ ଆକାଶରୁ ଛିଡ଼ି ପଡ଼ୁଛି। ତଥାପି ସାହସ ନ ଭାଙ୍ଗି ଆଗେଇ ଯାଆନ୍ତି ସେ। ବହୁ ଚେଷ୍ଟା କଲା ପରେ ବି ଯେତିକି ବି ମାଛ ଧରା ହେଇଛି ପାଖାପାଖି 1200 ଟଙ୍କାର ମାଛ ହେବ ବୋଧହୁଏ। ଏପଟେ ଝିଅର ଅପରେସନ ମାତ୍ର 4 ଦିନ ବାକି ଥାଏ। କ'ଣ କରିବେ ବୋଲି ମୁଣ୍ଡ କାମ କରୁନଥାଏ। ସେ ସମୟରେ ଶେଖର ବାବୁ କାନ୍ଦି କାନ୍ଦି ମନେ ମନେ କହନ୍ତି, ହେ କାଳିଆ, କାହିଁ ଏ ଗରିବ ଭକ୍ତଟିର ପରୀକ୍ଷା ନଉଛୁ? ଆଉ ସହିପାରୁନି ରେ, ଆଉ ସହିପାରୁନି। ଜଗା ତ ଭକ୍ତମାନଙ୍କର ପରୀକ୍ଷା ନିଏ, କିନ୍ତୁ ଭକ୍ତ ହାରିଯିବା ପୂର୍ବରୁ ନିଜେ ହିଁ ତାର ହାତ ଧରି ଆଗେଇ ନିଏ। ଶେଖର ବାବୁଙ୍କ ସହ କିଛି ସେମିତି ହିଁ ଚମତ୍କାର ଘଟିଲା। ମାଛ ଧରିବା ସମୟରେ ପୁଣି ଏକ ଶୂନ୍ୟବାଣୀ ହେଲା ଶେଖର ବାବୁଙ୍କୁ, ହେ ପାଗଳ, ଜଲ୍ଦି ଘରକୁ ଯା ରେ, ଜଲ୍ଦି ଘରକୁ ଯା, ସେଠି ତୋତେ ତୋ ଝିଅ ଖୋଜୁଛି। ଶେଖର ବାବୁ
ନିଜର କୋହକୁ କଣ୍ଟ୍ରୋଲ ନ କରିପାରି ଚାଲି ଆସିଲେ ମେଡ଼ିକାଲକୁ। ଆଉ ସେଠାକୁ ଆସି ଦେଖନ୍ତି ତ ଝିଅ ତା ବଡ଼ ଭଉଣୀ ସହ ସୁସ୍ଥ ହୋଇ ଖେଳୁଛି। ସ୍ତ୍ରୀ ହସ ହସ ମୁହଁରେ ଶେଖର ବାବୁଙ୍କୁ କହନ୍ତି, ହେଇଟି ଶୁଣୁଛ, ଆମ ଝିଅ ପୁରାପୁରି ଭଲ ହୋଇଯାଇଛି। ଶେଖର ବାବୁ ଆଶ୍ଚର୍ଯ୍ୟ ହୋଇ ପଚାରନ୍ତି, ହେଲେ ଏତେ ଟଙ୍କା ଆସିଲା କୋଉଠୁ? ସ୍ତ୍ରୀ କହନ୍ତି, ତମେ ଜାଣିଛ, କିଏ ଜଣେ ଅଜଣା ବ୍ୟକ୍ତି ଆସି ଆମ ପାଇଁ ଟଙ୍କା ଡିପୋଜିଟ୍ କରିଦେଇ ଯାଇଛି। ଶେଖର ବାବୁ ଛଳ ଛଳ ଆଖିରେ ମନେ ମନେ କୁହନ୍ତି, ହେ ପ୍ରଭୁ, ଜଗତର ନାଥ କାଳିଆ ବଡ଼ ସାଆନ୍ତ, ଧନ୍ୟରେ ତୁ, ଧନ୍ୟ ତୋର ପ୍ରଭୁ ପଣିଆ। ଏହା ଥିଲା ଶେଖର ନୋଳିଆଙ୍କର ମହାପ୍ରଭୁଙ୍କୁ ନେଇ ଛୋଟିଆ ଅନୁଭୂତିଟିଏ। ଭିଡ଼ିଓଟି ଯଦି ପସନ୍ଦ ଆସିଛି ତାହେଲେ ନିଶ୍ଚିନ୍ତ ଭାବରେ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଲେଖିଦିଅନ୍ତୁ।